ये हूँ प्रकृति संस्कृतिर श्रीक्षेत्र आम कुंभक्षेत्र बहुत ही बढ़िया है। जय जगन्नाथ जगन्नाथ बलभद्र सुभद्रा अच्छी देख ବର୍ତ୍ତମାନ ଝୁଲୁଛି ଦେଖ ଭଉଣୀଟା ତାର ଝୁଲୁଛି କହୁଛି କିଛି ନାହିଁ ଏଠି କେହି ଆସିବେନି ମାନେ ଏଠି ପୁରା ନ୍ୟାଚୁରାଲ ଜିନିଷ ମାନେ ଦେଖ ଏଇ ଭଉଣୀ କିସ ତାର କହୁଛି ଦେଖ ଏଇ ନା ନା ଆସୁନୁ ତୋର ହେଲୋ ସେତିକି ଥୁଲି ପଳେଇଆ ହେଲୋ ସେ ତାର କହୁଛି ପଇସା ଉଠେଇ ଦେ ଟିକେ ଚାଲ বা বঢ়িয়া জায়গা মানে এটা হলো গোটে মানে ভিলেজ টাইপর বা ঘর দেখ মাটি ঘরর কেতে দৃশ্য দেখ দেখিপারুছ না হ্যাঁ আর ভিতরে আছে কিছু আছে আর তো তুমি শোয়া ভিতরে রুম বি ଅଛି বঢ়িয়া রকম দেখিপারছ কিন্তু বাহিরে অলগা টাইপর দেখা যাচ্ছে কিন্তু ভিতরে দেখো বহুত হি খতরনাক ହେଇଛି ଆଉ ମୁଁ ଏଠି ଛିଡ଼ା ହେଇଛି ଆଉ ଏ ରୁମ୍ ବି ପୁରା ପଡ଼ିଛି ମତେ ଲାଗୁଛି କିଏ ଶୋଇଛି ନା କିଛି ଡର ଲାଗୁଛି ବହୁତ କାହିଁକିନା ରୁମ୍ ଭିତରେ ଏମିତି ପୁରା ମାନେ ମାଟିର ବନା ହେଇଛି ଦେଖ ତାଙ୍କମାନେ ପୁରା ଡରିଯିବେ ଏଥିରେ ସବୁ ଜିନିଷ ପତ୍ର ରଖିବା ପାଇଁ ଆଉ ଫ୍ୟାନ୍ ବି ଲାଗିଛି ଆଉ କ'ଣ ସବୁ ଅଛି ଡ୍ରେସିଂ ଟେବୁଲ୍ ଅଛି ଏଠି ସବୁ ଦେଖିପାରିବେ ଏଠି ସବୁ ମିରର ଖାଇପାରିବେ ସବୁ ଡାଇନିଂ ବି ଏ ଟାଇପ୍ର ଅଛି ଏପଟ ସାଇଡ଼୍ର ବାଥରୁମ୍ଟା ବି ଦେଖିବା ବାପ୍ରେ ବହୁତ ହି ଖତରନାକ ଅଛି ବାଥରୁମ୍ ଖାଲି କଲରିଂ କରାହେଇନି କଲରିଂ କରାହେଇଯିବ ବହୁତ ଜଲ୍ଦି ବାପରେ ସେପଟେ ଦିଆଯାଇଛି ନା ଛାଡ଼ ଛାଡ଼ ବହୁତ ହି ବଢ଼ିଆ ହେଇଛି ଦେଖିପାରୁଥିବ ମାନେ ପୁରା ମାଟିର ଘର ବନା ହେଇଛି ତା ଭିତରେ କିନ୍ତୁ ଜଣା ପଡ଼ୁଛି ପୁରା ଆପଣଙ୍କୁ କିଛି ନାହିଁ ବୋଲି କିନ୍ତୁ ଘର ଭିତରେ ଏତେ ସୁନ୍ଦର କରାହେଇଛି ନା ଆପଣ ଦେଖିଲେ ହଜିବେ ପୁରା ଏଇ ଦେଖିପାରନ୍ତୁ ମାଟିରେ ସବୁ ବନା ହେଇଛି ଦେଖ ଚାଲନ୍ତୁ ଏଠି ମାନେ ପୁରା ଖାଇବା ପିଇବାର ପୁରା ବ୍ୟବସ୍ଥା ହେଇଛି ମାନେ ଏଠି ସବୁ ଏଇଠି ଖାଇବା ବନାଯିବ ଏଇଠି ସବୁ ବସିକି ଖାଇବ ପୁରା ମଜା ନେବ କିସ କହୁଛୁ ହଁ କିସ 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 ଆଉ ଏଇଠି ସବୁ ଲେଖା ହେଇଛି ଆପଣ ଦେଖିପାରନ୍ତୁ ହଁ ବହୁତ ସୁନ୍ଦର ମାମା ତାର ଦେଖୁଛି ଆମକୁ ଆମେ ଭିଡ଼ିଓ କରୁଛୁ ବୋଲି ସେ ଆମକୁ ତାର ଦେଖୁଛି ଆଉ ମାଇଁ ତାର ମତେ ଏକଲା ମାରିକି ଚାହିଁଛନ୍ତି ଆଉ ମୁଁ ଆଉ କିସ କରିବି ଏଠି ଦେଖୁଛୁ କେତେ ସୁନ୍ଦର ବସିଛି ଜାଗା କିନ୍ତୁ ଖାଇବା ନାହିଁ ଖାଇବା ଏଇ ଦେଖ ସବୁ କ'ଣ ମିଳୁଛୁ ଆଉ କାହିଁକିନା ପୋଖରୀ ପାଖରେ ନା ବହୁତ ବଢ଼ିଆ ଲାଗୁଛି ଆଉ ଡର ଲାଗୁଛି କାହିଁକିନା ପୁରା ଦେଖୁନ ବାଉଁଶର ପୁରା କରାହେଇଛି ନା ଡର ଲାଗୁଛି ଆଉ ଏଟା ହେଲା ଫଟୋ ଉଠେଇବା ପାଇଁ ନେନା ପୁରା ପୁଜ୍ ଦେଇ ଦେଉଛି ପୁରା ଅଲଗା ପ୍ରକାର ଆଉ ମାଲ ଏଇଟା ଡର ଲାଗୁଛି ପାଣିର ସହ କେତେ ସୁନ୍ଦର ଲାଗୁଛି ବେ ଦେଖନ୍ତୁ ଭ୍ୟୁଜଟା ଦେଖନ୍ତୁ ଏପଟ ସାଇଡ଼୍ରେ ପାହାଡ଼ ରହିଲା ଏପଟ ସାଇଡ଼୍ର ପାଣି ଶୀତଲ ଆଉ ଏଇଠି ହେଲା ଫଟୋ ଉଠାଇବା ପାଇଁ ଏସବୁ ଆମର ଫ୍ୟାମିଲି ସବୁ ବସିଛନ୍ତି ମୋ ଆଈ ଆସିଛନ୍ତି ସାଥିରେ ହେଲା ଆଉ ବଡ଼ ମାଇଁଙ୍କ ତାଙ୍କ ସାନ ଝିଅ ମୋ ଭଉଣୀ ଆଉ ଇଏ ହେଲା
ମାଇଙ୍କର ସାନ ମାଇଙ୍କର ସାନ ଝିଅ ସବୁଠୁ ଆଉ ସେପଟର ମାଇଁ ଠିଆ ହେଇଛନ୍ତି ଆଉ ମାମୁଁ ତ ସେ ଏୟାରପୋର୍ଟରେ ରହିଲେ ସେ ଆସିଲେନି ଏଇଠି ବଢ଼ିଆ ବହୁତ ବଢ଼ିଆ ଲାଗୁଛି ଏଠି ବସିକି ଆପଣମାନେ ଖାଇପାରିବେ ବହୁତ ସୁନ୍ଦର ପଛଆଡ଼େ ବ୍ୟାକଗ୍ରାଉଣ୍ଡଟା ଦେଖିପାରୁଛନ୍ତି ପାଣି ଅଛି ବଢ଼ିଆ ପବନ ହିଁ ଦଉଛି ଆଉ ନେଚୁରାଲ ଏସି ଖାଇବା ସେ ଆଗରେ ବନା ହଉଛି ଦେଖିଦେବେ ଟିକେ ସେ ଆଗରେ ଖାଇବା ବନା ହଉଛି ଆଉ ଏଇଠି ଆସି ଆପଣମାନେ ଖାଇବାରେ ବସିକି ମଜା ନେଇପାରିବେ ଆଉ ବହୁତ ହି ସୁନ୍ଦର ଜାଗା ଆଉ ଏଇଠି ଆସନ୍ତୁ ଏଇଠି ଇଏ ହେଉଛି ପ୍ରକୃତି ସଂସ୍କୃତିର ଶ୍ରୀକ୍ଷେତ୍ର ଆମ କୁମ୍ଭକ୍ଷେତ୍ର ବହୁତ ହି ବଢ଼ିଆ ହେଇଛି ପୁରା ଆଗ କାଳିଆର ଜମାନାର ମାନେ ଦୃଶ୍ୟ ପୁରା ମାଟି ଘରର ପୁରା ବହୁତ ଡିଜାଇନର ବନେଇଛନ୍ତି ବହୁତ ହି ବଢ଼ିଆ ଲାଗୁଛି ଆଉ ମୋତେ ଏତେ ସୁନ୍ଦର ଲାଗିଲା ଆସିକି ଆପଣମାନେ ବି ଆସନ୍ତୁ ଆଉ ବୁଲିକି ଯାଆନ୍ତୁ ମଜା ନିଅନ୍ତୁ ଏଠି ଫିସ୍ ରହୁଛି ତାର 20 ଟଙ୍କା ଫିସ୍ ରହୁଛି ଏଣ୍ଟ୍ରି କିନ୍ତୁ ବାହାରେ ଯେତେବେଳେ ଆପଣଙ୍କୁ ଦେଖେଇଲି ସେଟା ଯେ ଆସିଲା ବେଳେ ସେଟା ଏଣ୍ଟ୍ରି ଫି ଲେଖା ହେଇଛି କିନ୍ତୁ କାନ୍ଥରେ ଲେଖା ହେଇଛି କିନ୍ତୁ ଏଣ୍ଟ୍ରି ଫି ନୁହଁ সেটা ଆମର ଆସିକି ପହଞ୍ଚିଲା ପରେ ଏଠି ଆପଣଙ୍କୁ ମାଗିବେ 20 ଟଙ୍କା ହେଲା ସେଟା ଫାର୍ଷ୍ଟ ଷ୍ଟାର୍ଟିଂ ଜଣକା ପାଇଁ 20 ଟଙ୍କା ମାଗୁଛନ୍ତି ଆଉ ଆପଣମାନେ ଆସନ୍ତୁ ମଜା ନିଅନ୍ତୁ ବହୁତ ସାରା ଆନନ୍ଦ ନିଅନ୍ତୁ ଖୁସି ନିଅନ୍ତୁ ଆଉ ବଚପନର କଥା ସବୁ ଭାବିକି ଏନ୍ଜୟ କରନ୍ତୁ ପିଲାବେଳର ଯେମିତି ଚାଲିଥିଲା ମାନେ ଆଗରୁ ରହୁଥିଲେ 10 ବର୍ଷ କରୁଥିଲେ ଲୋକମାନେ ମାଟି ଘର ଥିଲା ଆଉ ସେଇ ଟୋଟାଲ ମାନେ ପିଲାବେଳର କାହାଣୀ ଆଉ କହିବାକୁ ଗଲେ এই ଜାଗାଟା ସେଇଆ ବହୁତ ହି ସୁନ୍ଦର ଜାଗା ଆପଣମାନେ ଆସନ୍ତୁ ଭିଜିଟ୍ କରନ୍ତୁ ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟରେ ଜଣାଇବେ ବି କେତେ ସୁନ୍ଦର ଲାଗୁଛି ଆଉ ସାଇଡ୍ରେ ତ ପୁରା ଭରପୁର କଦଳୀ ପତ୍ରରେ ପୁରା ଦେଖିପାରୁଥିବ ପୁରା ସାଇଡ୍ରେ ପୁରା କଦଳୀ ପତ୍ର ଭରପୁର ଏ ଢିଙ୍କି ଏଇଠି ଗୋଟେ ଢିଙ୍କିଟା ଥିଲା ହେଲା ଏଇଠି ଢିଙ୍କିଟା ଥିଲା ଦେଖ ଆଗ କାଳିଆ ଢିଙ୍କିଟା ଥିଲା କିନ୍ତୁ ଭାଙ୍ଗି ହେଇଛି ବୋଲି ସେଥିପାଇଁ ତାକୁ ଖୋଲି ଦେଇଛନ୍ତି ଆଉ ଢିଙ୍କି ବି ଆସେ ମୋର ଆଉ ଆଈଙ୍କର ଟିକେ ଫଟୋ ସୁଟ୍ କଲେ ଦେଖିପାରୁଥିବେ ହେଇଟା ଧରୁଛି ଦେଖି ସିଏ ତ ପଳେଇ ହେଲା ଏଇଟା ସାଙ୍ଗମାନେ ଦେଖିପାରୁଥିବେ ଏଠି ବି ଥାଳି ବି ଅଛି ଆଉ ହାଣ୍ଡି ବି ଦେଖନ୍ତୁ ୟୁଜ୍ ବି ଲେଖା ହେଇଛି କିନ୍ତୁ କିଛି ୟୁଜ୍ କରାଯାଏନି ଆଉ ଏଠି ବସିବ ଆରାମସେ ପୁରା ଗାଁ ପୁରା ନ୍ୟାଚୁରାଲ ଜିନିଷଟା ମୁଁ ଆପଣଙ୍କୁ ଦେଖାଉଛି ଏଠି ବସିବ ବାସ୍ ପଖାଳ ମଖାଳ ଯାହା ବି ଅଛି ଖାଇବ ଆଉ ମଜା ନେବ ପଛ ବେଗ୍ରାଉଣ୍ଡ ତ ଦେଖିପାରୁଥିବେ ପୁରା କି ପତ୍ର ବନେଇଲା କି ପତ୍ର ବନେଇଲା ତାଳ ପତ୍ର ତାଳ ଗୋଟେ ଅଲଗା ଯାହାନି ପତ୍ର ଗୋଟେ ଜିନିଷ ଭଲ ଲାଗେ ଆଉ ଏଇଟା ହେଲା କଥା ଆଉ ଏଠି ଦେଖିପାରୁଥିବେ ମା ଲେଖା ହେଇଛି କାହିଁକିନା ଇଏ ଆମର ମାଟିର ସବୁ କାହିଁକିନା ଆମେ ବି ଗୋଟେ ଜିନିଷ ହେଲା ମାଟିର ଜନ୍ମ ହେଇଛେ ମାନେ ଆଉ ମରିବା ବି ସୁନିଶ୍ଚିତ ସେଇ ମାଟିକି ଯିବ ତ ମଣିଷ ଜୀବନର ଗର୍ବ ଅହଙ୍କାର କିଛି ରଖିବାର ନାହିଁ କାହିଁକିନା କିଛି ବି ନୁହଁ ଗର୍ବ ଅହଙ୍କାର ଗୋଟେ ଏମିତି ଜିନିଷ କିଛି ବି ନୁହଁ ଆଉ ଖାଅ ପିଅ ଏନ୍ଜୟ କର ଆଉ ଏଇ ଜାଗାକୁ ଆସିକି ବୁଲ ମଜା ନେବ ବାସ୍ ଏତିକି
ସାଙ୍ଗମାନେ ଆଉ ଗୋଟେ ଦେଖିବା ପାଇଁ ଭୁଲି ଯାଇଥିଲି, ଏଇ ଦେଖନ୍ତୁ ଆଉ ଇଏରେ ସବୁ ମାଟିର ଜିନିଷ ଦେଖନ୍ତୁ, କେତେ ସୁନ୍ଦର ସୁନ୍ଦର ଜିନିଷ ଅଛି। ଜଗନ୍ନାଥଙ୍କର ଫଟୋ ବି ଅଛି ବୋଟଲରେ, ଏସବୁ ମାଟିର। ଆପଣମାନେ ଭାବୁଥିବେ ଏଇଟା କ୍ୟାପଚର ବୋଲି, କିନ୍ତୁ କ୍ୟାପଚର ବି ନୁହଁ, କିନ୍ତୁ ଆପଣଙ୍କୁ ଲାଗୁଥିବ ବିଅର କାଚ। ନା, ସେଭଳିଆ କହିବୁନି। ଜଗନ୍ନାଥ ଯେହେତୁ ଅଛନ୍ତି ସେଟା ମାଟିର ହିଁ ତିଆରି ହେଉଛି। ଆଉ ଇଏ ଦେଖିପାରୁଥିବେ ବହୁତ ହି ବଢ଼ିଆ ହେଇଛି। ସାଇଟ୍ରେ ଦେଇଛି ଏଠି। କଭର ହେଇଗଲା। ଆଉ ଆପଣମାନେ ଯାହା ବି ଜିନିଷ ନେବେ ଏଠୁ, ଏଇସବୁ ମାଟିର ଆପଣ ଯଦି ଚଏସ୍ ହେଲା ସେଇଟା ପଇସା ଆପଣଙ୍କୁ ଦେବାକୁ ପଡ଼ିବ, ପଇସା ଦେଇକି କିଣିବାକୁ ପଡ଼ିବ। ଏଇଟା ନ ଭୁଲନ୍ତି, କାହିଁକିନା ଆପଣ ଦେଖିନେବେ ହେଉଛନ୍ତି ରଖା ହେଇଛି ବୋଲି। କିନ୍ତୁ ରଖା ହେଇଛି ସତ, ଠିକ୍ ଅଛି, କିନ୍ତୁ ଯାହା ବି ନେବେ ଆପଣଙ୍କୁ କିଣିକି ନେବାକୁ ପଡ଼ିବ। ଆଉ ଦେଖନ୍ତୁ ଆର ପ୍ରାଇସ୍ ବି ସବୁ ମେନସନ୍ ହେଇଛି ଏଠି ହେଲା, ମେନସନ୍ ହେଇଛି ପ୍ରାଇସ୍ ଗୁଡ଼ା। ଆଉ ଏଇଟା ପ୍ରାଇସ୍ ଦେଇକି କିଣିପାରିବେ ଆପଣ। ସାଙ୍ଗମାନେ ଏ ଦେଖିପାରୁଥିବେ ତଳେ ସବୁ ଜନ୍ଦା ଗୁଡ଼ା ଅଛନ୍ତି ହେଲା, ଏଇ ଦେଖନ୍ତୁ, ଏ ଜନ୍ଦାର ନାଁ ହେଲା କାଇ। ତ ଆପଣମାନେ ମୋତେ ଏଇଟା ଗୋଟେ କମେଣ୍ଟ କରି କହିବେ, ମୋ ପ୍ରଶ୍ନର ଉତ୍ତର ଦେବେ, ମାନେ ଏଇ ଯେ କାଇ ଚଟଣି କେଉଁ ଡିଷ୍ଟ୍ରିକ୍ଟର ଖାଆନ୍ତି ଆଉ କ'ଣ କେଉଁ ଟ୍ୟାଗ ପାଇଥିଲେ ହେଲା, ମୋତେ ଟିକେ ନିହାତି କମେଣ୍ଟରେ ଜଣାଇବେ। ବାଏ ବାଏ ସାଙ୍ଗମାନେ, ଆଉ ପର ଭିଡ଼ିଓରେ ଆପଣମାନଙ୍କୁ ଦେଖେଇବି। ଆଉ ଇଏ ତ ସବୁ ଆସିଥିଲେ ଆମର, ଆଉ ବହୁତ ହି ବଢ଼ିଆ ଲାଗିଲା ବୁଲାବୁଲି করে ଫଟୋ ମଟୋ ଉଠେଇଲେ। ଆଉ ଚାଲନ୍ତୁ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।